ମୁଁ ତଥା ମୋ ଟିମ୍ର ଆମେ ସମସ୍ତେ ଟ୍ରଷ୍ଟ ମେମ୍बर ଆମେ ଚାହୁଁଛୁ ବାଲେଶ୍ୱର ଜିଲ୍ଲାକୁ ବାଲେଶ୍ୱରବାସୀକୁ କେମିତି ଡାଇବେଟିସ୍ ମୁକ୍ତ କରିବା। ଘରେ ଘରେ ଆମେ ସଚେତନ କରି କେମିତି ମୁକ୍ତ କରିବା। ଆପଣ ଦେଖନ୍ତୁ ପ୍ରତ୍ୟେକ ଦିନ କିଛି ଲୋକ ଆମର କାହାର କିଡନୀ ହରେଇକି ମରୁଛି, କିଏ ଲିଭର ଟ୍ରାନ୍ସପ୍ଲାଣ୍ଟେସନ ହେଲା ପରେ ବି ମରୁଛି, କାହାର ଉଚ୍ଚ ରକ୍ତଚାପ, କାହାର ଫ୍ୟାଟି ଲିଭର, ଏମିତି ବହୁତ ପ୍ରକାର ମାରାତ୍ମକ ଡିଜିଜ୍ ଅଛି। ଏବଂ ଏଇ ସବୁ ଡିଜିଜ୍ର ମୁଖ୍ୟ ନାୟକ ହେଲେ ଡାଇବେଟିସ୍। ଡାଇବେଟିସ୍ ଗୋଟେ ସ୍ଲୋ ପଏଜନ, ମାନେ ଧୀରେ 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 ବ୍ୟାପିବ, କିନ୍ତୁ ଦେହ ସାରା ଏମିତି ବ୍ୟାପିବ ଯେ ସବୁ ଅଙ୍ଗକୁ ଅକାମୀ କରିଦେବ। ତେଣୁ ଆମେ ତା ପାଇଁ କେମିତି ଆମେ ସବୁ ଲୋକ ନିରାକରଣ ପାଇ ସବୁ ଲୋକ ସଚେତନ ହେବେ, ସେଥିପାଇଁ ଆମେ ଗୋଟେ ଆସନ୍ତା 23 ତାରିଖ ଗୋଟେ ରୟାଲ କ୍ଲିନିକରେ ଦିନ 2:30 ବେଳେ ଗୋଟେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ କରୁଛୁ। ଆମର ମୁଖ୍ୟ ଲକ୍ଷ୍ୟ ହେଲା ବିନା ଔଷଧରେ, ଔଷଧ ଖାଇବନି, କିନ୍ତୁ ଆମର ଯେଉଁ ଶିବିର ହବ ସେଇ ଶିବିରରେ ସବୁ ଖାଇବେ। ଆପଣ ମାଛ ଖାଇବେ, ମାଂସ ଖାଇବେ, ଅଣ୍ଡା ଖାଇବେ, ଅଣ୍ଡାରେ ଏଲୋ ଖାଇବେ, ସବୁ ଖାଇବେ। ଖାଇକି କେମିତି, ମୁଁ ଯେତେବେଳେ ଦେଖିଲି ଯେ ଭାବିଲି ମଣିଷ କଣ ଏତେ ପାପ କରୁଛି, କିଛି ଖାଇପାରିବନି। ଯୋଉଟା ଖାଇବା କଥା ନୁହେଁ ତାକୁ ଖାଇବ, ଯୋଉଟା ଖାଇବା କଥା ତାକୁ ଡକ୍ଟର ମାନେ ମନା କରିଛନ୍ତି ଖାଇଦେବେ। କିନ୍ତୁ ଏ ସଂକ୍ରାନ୍ତରେ ବହୁତ କଥା ହେଇକି ବହୁତ ଜିନିଷ ହେଇକି ଆମେ ନଭେମ୍ବର 16 ତାରିଖରେ ଗୋଟେ ସଚେତନ ଶିବିରଟେ କରିଥିଲୁ, ସ୍ୱାସ୍ଥ୍ୟ ଶିବିର କରିଥିଲୁ। ଡକ୍ଟର ମାନେ ଆସିଥିଲେ ଏବଂ ସେଠୁ ଏତେ ସଫଳତା ଆମକୁ ହାସଲ ହେଇଛି। ଯୋଉ ସଫଳତା ହାସଲ ହେଲା ପରେ ବାଲେଶ୍ୱରବାସୀ ବହୁତ ଅନୁରୋଧ କଲେ ସାର୍ ଆଉ ଥରେ ଏଇ ପ୍ରୋଗ୍ରାମଟେ କରନ୍ତୁ। ତେଣୁ ଡାକ୍ତରଙ୍କୁ ଯାଇକି ରିକ୍ୱେଷ୍ଟ କଲା ପରେ ସେ ରାଜି ହେଇଛନ୍ତି। ଆମ ବାଲେଶ୍ୱରବାସୀଙ୍କୁ ଯାହା ସେମାନେ ଗୋଟେ କେମିତି ଭଲ ପାଇ ହେଇଛନ୍ତି। ତେଣୁ ଆସନ୍ତା 23 ତାରିଖ ରବିବାର ଦିନ 2:30 ବେଳେ ପୁଣି ଏଇ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହବ। ଆମେ ରେଜିଷ୍ଟ୍ରେସନ ବି ଚାଲିଛି। ରେଜିଷ୍ଟ୍ରେସନ ନମ୍ବର ମୋବାଇଲ ନମ୍ବର 9437264995 ରେ ରେଜିଷ୍ଟ୍ରେସନ କରିବେ। ତେଣୁ ମୁଁ ଆଶା କରୁଛି ଆପଣମାନଙ୍କ ମଧ୍ୟରେ ସବୁ ଲୋକ ଗାଁ ପୂର୍ବ ମାନେ ପଲ୍ଲୀରୁ ପୁଣି ଦିଲ୍ଲୀ ପର୍ଯ୍ୟନ୍ତ କହିଲା ଭଳିଆ ସବୁଆଡେ ସଚେତନ ହଉ, ସବୁ ଲୋକ ସଚେତନ ହୁଅନ୍ତି। ବାଲେଶ୍ୱର ଲୋକ ପ୍ରଥମ ବାଲେଶ୍ୱର ଲୋକ ସୁସ୍ଥ ରୁହନ୍ତୁ, ବାଲେଶ୍ୱର ଲୋକ ନିରୋଗୀ ହୁଅନ୍ତୁ, ବାଲେଶ୍ୱର ଲୋକ ଡାଇବେଟିସ୍ ଫ୍ରି ହୁଅନ୍ତୁ। ଡାଇବେଟିସ୍ ଫ୍ରି ହେଲେ ଆପଣ ସବୁ ରୋଗ, ଗ୍ୟାଷ୍ଟ୍ରିକ୍, ଏସିଡିଟି, କନଷ୍ଟିପେସନ, ସବୁ ରୋଗ, ଫ୍ୟାଟି ଲିଭର, ଆପଣ କୁହନ୍ତୁ ଆଖି ଖରାପ, ସବୁ ରୋଗ ଭଲ ହେଇଯିବ। ସବୁ ଖାଇକି ଆମେ କେମିତି ଭଲ ହବା। ଯୋଉ ସମସ୍ତେ ଭାଇ ଭଉଣୀ ମୋର ଯେମିତି 23 ତାରିଖ ଦିନ ଆସିବେ ଏବଂ ଡକ୍ଟର ସହିତ କନସଲ୍ଟ କରିବେ, କଥା ହେବେ ଏବଂ ସେ ଶିବିରରେ ପହଞ୍ଚିବେ। ଆମେ ବହୁତ ପରିଶ୍ରମ କରୁଛୁ ଏଥିପାଇଁ, ଆମ ପରିଶ୍ରମ ସଫଳ ହଉ। ପ୍ରଭୁ ଜଗନ୍ନାଥଙ୍କୁ ଡାକୁଛି ବାଲେଶ୍ୱରବାସୀ ରୋଗ ମୁକ୍ତ ହୁଅନ୍ତୁ। ଏଇଟା ଆମ ଟ୍ରଷ୍ଟର ଗୋଟେ ଆମେ ଭାବୁଛୁ ବଡ଼ ପଦକ୍ଷେପ ଗୋଟେ ନେଉଛୁ। ସାରା ବାଲେଶ୍ୱର ଜିଲ୍ଲା କଲା ପରେ ଓଡ଼ିଶା ସାରା ଆମେ କରିବୁ, ଇଣ୍ଡିଆରେ କରିବୁ। ଆମେ ଏମିତି ଭାବିଛୁ ଭାରତକୁ ବି ଦିଗ୍ଦର୍ଶନ ଦେବୁ ଯେ ଭାରତବାସୀ କେମିତି ସୁସ୍ଥ ରୁହନ୍ତୁ।